ସେହି ଗୃହସ୍ଥ ଭଗବାନଙ୍କ କୃପା ପାଇସାରିଥାନ୍ତି ଯାହାଙ୍କ ଘରେ ଆନନ୍ଦଦାୟୀ ବାତାବରଣ ହୋଇଥାଏ, ଯାହାଙ୍କ ଛୁଆମାନେ ଗୁଣୀ ହୋଇଥାନ୍ତି, ଯାହାର ସ୍ତ୍ରୀ ମଧୁର କହିଥାଏ, ଯାହାଙ୍କ ପାଖରେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଧନ ଥାଏ, ଯିଏ ନିଜ ସ୍ତ୍ରୀ ସହ ସୁଖପୂର୍ଣ୍ଣ ସମ୍ବନ୍ଧ ରଖିଥାଏ, ଯାହାର ଚାକର କଥା ମାନିଥାଏ, ଯାହାଙ୍କ ଘରେ ଅତିଥିଙ୍କର ସ୍ୱାଗତ କରାଯାଏ, ଯାହାଙ୍କ ଘରେ ଭଗବାନଙ୍କ ପୂଜା ନୀତିଦିନ କରାଯାଏ, ଯେଉଁଠି ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ ହୋଇଥାଏ, ଯାହାଙ୍କୁ ଭଗବାନଙ୍କ ଭକ୍ତିର ସଙ୍ଗତିରେ ଆନନ୍ଦ ଆସିଥାଏ, ଯିଏ ଏକ ସଙ୍କଟର ସାମ୍ନା କରୁଥିବା ବ୍ରାହ୍ମଣକୁ ଭକ୍ତି ଭାବରେ ଅଳ୍ପ ଦାନ ବି କରିଥାଏ, ତାଙ୍କୁ ପ୍ରତି ବଦଳରେ ବହୁତ ଲାଭ ହୋଇଥାଏ। ସେହି ଲୋକମାନେ ଯିଏ ଏହି ଦୁନିଆରେ ସୁଖୀ ଅଟନ୍ତି, ଯିଏ ନିଜ ସମ୍ବନ୍ଧିକ ପ୍ରତି ଉଦାର ଅଟନ୍ତି, ଅଜଣା ଲୋକଙ୍କ ପ୍ରତି ସହୃଦୟ ଅଟନ୍ତି, ଭଲ ଲୋକଙ୍କ ପ୍ରତି ପ୍ରେମ ଭାବ ରଖିଥାନ୍ତି, ନିଜ ଲୋକଙ୍କଠାରେ ଧୂର୍ତ୍ତତାପୂର୍ଣ୍ଣ ବ୍ୟବହାର କରିଥାନ୍ତି, ବିଦ୍ୱାନଙ୍କଠାରେ କିଛି ଲୁଚାନ୍ତି ନାହିଁ, ଶତ୍ରୁ ସାମ୍ନାରେ ସାହସ ଦେଖାଇଥାନ୍ତି, ବଡ଼ଙ୍କ ପ୍ରତି ବିନମ୍ର ଓ ସ୍ତ୍ରୀ ପ୍ରତି ଶକ୍ତ ଅଟନ୍ତି। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି କେଉଁ ବ୍ୟକ୍ତିମାନଙ୍କ ଠାରୁ ସାବଧାନ ରହିବେ, କେଉଁ ପରିସ୍ଥିତି ଦୂରେଇ ରହିବାରେ ହିଁ ଭଲ ହୋଇଥାଏ। ଅଧିକ ମୋହର ଜଞ୍ଜାଳରେ ଫସିଲେ ମଣିଷ ସଫଳତାରୁ ବଞ୍ଚିତ ହୋଇଯାଏ। ପରିବାରରେ ଅତ୍ୟଧିକ ଆସକ୍ତି ବ୍ୟକ୍ତି ଓ ପରିସ୍ଥିତି ଓ ଲୋକଙ୍କ ଭୌତିକ ମୋହ ପଛରେ ଦୌଡ଼ିବା ବିଷୟରେ ଆଚାର୍ଯ୍ୟ ଚାଣକ୍ୟ କ'ଣ କହିଛନ୍ତି, ଚାଲନ୍ତୁ ଜାଣିବା। ପରିବାରର ମୋହରେ ଅଧିକ ବ୍ୟସ୍ତ ରୁହନ୍ତୁ ନାହିଁ। ଯେଉଁ ବ୍ୟକ୍ତି ଘର ଓ ପରିବାରର ବ୍ୟସ୍ତ ରହିଥାନ୍ତି, ସେ ନିଜ ହାତରୁ ସବୁବେଳେ ସଫଳତାର ସୁଯୋଗ ହାତଛଡ଼ା କରିଦିଅନ୍ତି। ବ୍ୟକ୍ତିକୁ ଘରର ମୋହ ଓ କର୍ମରେ ସନ୍ତୁଳନ ରଖିବା ଉଚିତ। ଯେଉଁ ଲୋକ ପରିବାରଠାରେ ଅଧିକ ମୋହ ରଖିଥାନ୍ତି, ସେ ଜୀବନରେ ଆଗକୁ ବଢ଼ିପାରନ୍ତି ନାହିଁ। ଚାଣକ୍ୟ ଖାସ କରି ଏହି କଥା ଛାତ୍ରମାନଙ୍କ ପାଇଁ କହିଛନ୍ତି। ଏଥିପାଇଁ ବିଶେଷ କରି ଛାତ୍ରମାନଙ୍କୁ ଏହିସବୁ ମାମଲାରୁ ଦୂରେଇ ରହିବା ଆବଶ୍ୟକ। ସଂସାର ଓ ପରିବାର ମୋହମାୟାର ତ୍ୟାଗ ବିନା ମୁକ୍ତି ମଧ୍ୟ ମିଳେ ନାହିଁ। ଯିଏ ପରିବାର ପ୍ରତି ଅଧିକ ମୋହ ରଖିଥାନ୍ତି, ସେ ଜୀବନରେ କେବେ ଆଗକୁ ବଢ଼ିପାରନ୍ତି ନାହିଁ। ମୂର୍ଖ ବ୍ୟକ୍ତିଠାରୁ ଦୂରେଇ ରହିବା ହିଁ ବୁଦ୍ଧିମାନୀ ହୋଇଥାଏ, କାରଣ ତାଙ୍କଠାରେ ବୁଦ୍ଧିର ଅଭାବ ହୋଇଥାଏ। ମୂର୍ଖଠାରୁ ରକ୍ଷା ପାଇବାର ସହଜ ଉପାୟ ହେଉଛି ଚୁପ୍ ରହିବା। ତାଙ୍କ ସହ ବିବାଦ କରି କେବେ ସମୟ ନଷ୍ଟ କରନ୍ତୁ ନାହିଁ, ବରଂ ନିଜ ସମୟ ପ୍ରତି ଧ୍ୟାନ ଦିଅନ୍ତୁ। ନିଜ ଦୁର୍ବଳତା କାହାକୁ କୁହନ୍ତୁ ନାହିଁ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି କେତେ ବି ଘନିଷ୍ଠ ପ୍ରେମ ବା ବିଶ୍ୱାସ ଥାଉ ନା କାହିଁକି, ନିଜ ଦୁର୍ବଳତା କାହାକୁ କୁହନ୍ତୁ ନାହିଁ। ସେ ଯେପରି ମିତ୍ର, ବନ୍ଧୁ, ସମ୍ପର୍କୀୟ ହୋଇଥାନ୍ତୁ ନା କାହିଁକି। କାରଣ କେବେ ନା କେବେ ଯଦି ମତଭେଦ ହୋଇଥାଏ, ସେ ଜାଣିଥିବା ଆପଣଙ୍କ ଦୁର୍ବଳତାକୁ ମାଧ୍ୟମ କରି ଆପଣଙ୍କ ଉପରେ ପ୍ରହାର କରିଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ନିଜ ଦୁର୍ବଳତା ନିଜ ସ୍ତ୍ରୀକୁ ମଧ୍ୟ କହିବା ଅନୁଚିତ। ନିଜ ଆତ୍ମସମ୍ମାନ ସୁରକ୍ଷା ପାଇଁ ନିଜ ଦୁର୍ବଳତା କାହାକୁ କୁହନ୍ତୁ ନାହିଁ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯଦି କେହି ଆପଣଙ୍କ ପାଖରେ ବସି ଆପଣଙ୍କ କଥାକୁ ଅଣଶୁଣା କରୁଛନ୍ତି ତ ତାଙ୍କ ଉପରେ କେବେ ବିଶ୍ୱାସ କରନ୍ତୁ ନାହିଁ। ଜଣାନାହିଁ ଆପଣଙ୍କ କଥାକୁ ସେ କେବେ ଦୁନିଆ ଆଗରେ ପ୍ରଘଟ କରିଦେଇପାରନ୍ତି, ଆଉ ଏଥିପାଇଁ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡ଼ିପାରେ। ଯେବେ ଆମେ କୌଣସି ବିପଦରେ ପଡ଼ିଥାନ୍ତି ତ ସେତେବେଳେ ଆମକୁ ବୁଝା ପଡ଼େ ନାହିଁ କି କ'ଣ କରିବି ଓ କ'ଣ ନ କରିବି, ଆମ ପାଇଁ କ'ଣ ଠିକ୍ ହେବ ଓ କ'ଣ ଭୁଲ ହେବ। ଏମିତି ସ୍ଥିତିରେ ଆପଣଙ୍କୁ ଚାଣକ୍ୟଙ୍କ ନୀତି ଏହି କଥାଗୁଡ଼ିକୁ ମନେ ରଖିବା ଆବଶ୍ୟକ, ଯାହା ଆପଣଙ୍କୁ ଉଚିତ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରିବ ଓ ପ୍ରତ୍ୟେକ କଠିନ ରାସ୍ତାକୁ ସହଜ କରିବ, କଠିନରୁ କଠିନ ସମସ୍ୟାର ସମାଧାନ କରିବା ପାଇଁ ମାର୍ଗଦର୍ଶନ କରିବ। ପ୍ରତ୍ୟେକ ବ୍ୟକ୍ତିକୁ ସୁଖମୟ ଜୀବନ ଭଲ ଲାଗିଥାଏ। କେହି ଚାହାନ୍ତି ନାହିଁ କି ଦୁଃଖର ବାଦଲ ତାଙ୍କ ଜୀବନରେ କେବେ ଆସୁ, କିନ୍ତୁ ବିଧିର ବିଧାନ ଅନୁସାରେ ସୁଖ ପରେ ଦୁଃଖ ଅବଶ୍ୟ ଆସିଥାଏ। ଏହା ଆମ ଉପରେ ନିର୍ଭର କରିଥାଏ କି ଆମେ ସୁଖରେ କିପରି ବ୍ୟବହାର କରିଥାଉ ଆଉ ଦୁଃଖର ସାମ୍ନା କିପରି କରିଥାଉ। ଯଦି କେହି ବ୍ୟକ୍ତି ଏହି ସମୟରେ ଚାଣକ୍ୟ ନୀତିର ପାଳନ କରିଥାଏ ତ ତାଙ୍କୁ ଜୀବନରେ ସଫଳ ହେବାରେ କେହି ଅଟକାଇ ପାରିବେ ନାହିଁ। ଆଚାର୍ଯ୍ୟ ଚାଣକ୍ୟ ମୁସ୍କିଲ ସମୟରେ କିପରି ବ୍ୟବହାର କରିବା ଉଚିତ ସେ ବିଷୟରେ ବହୁତ ମହତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି। ତେବେ ଚାଲନ୍ତୁ ଜାଣିବା ସେହି କଥାଗୁଡ଼ିକୁ। ସଙ୍କଟ ସମୟରେ ପ୍ରତ୍ୟେକ ବ୍ୟକ୍ତିକୁ ସାବଧାନ ରହିବା ଉଚିତ। ସଙ୍କଟ ସମୟରେ କମ୍ ସୁଯୋଗ ଓ ଅଧିକ ଆହ୍ୱାନ ଆସିଥାଏ। ଏମିତିରେ ଛୋଟ ଭୁଲଟିଏ ବି ବଡ଼ ସମସ୍ୟା ସୃଷ୍ଟି କରିଦେଇଥାଏ। ଏଥିପାଇଁ ଯାହା ନିର୍ଣ୍ଣୟ ନେବେ
तार भल और खराब परिणाम विषय ठंडा मस्तिष्क भावतु और योजना करंतु। आचार्य चाणक्य कहते कि संकट कालू बाहरिया पई निर्दिष्ट रणनीतिर आवश्यकता होता है। जदि मनीष से बाहरिया योजना करनी तो रास्ता सहज हो जाए, किंतु एमिति स्थिति रे जो मान पाखरे कौन रणनीति न थाए तांको क्षति उठेगा पड़ पारे। एथिपाई कौन समस्यार समाधान बाहर करने योजना निश्चय करंतु। स्वास्थ्य उपर ध्यान दियंतु। आचार्य चाणक्य अनुसार सुस्थ शरीर प्रत्येक व्यक्तिर पुंजी होता है। एथिपाई व्यक्ति को सर्वप्रथमे शरीर जत्न नेबा आवश्यक। जदि आपनक स्वास्थ्य भल रहिबो तो आपण से सब चेष्टा करने को सक्षम हेबे जहाँ आपण को संकटरू बाहर करिपारिबो। आपण सुस्थ थिले हैं शारीरिक और मानसिक आह्वान को हरैया पई सफल होई परिबे। धनर संचय करंतु। खराब समय केतेबेले भी आसीपारे। धनर संचय करी रखिबा सुखमय जीवनर संकेत होइथाए। काहेकि संकट समय रे टंका ही वास्तव मित्र होइथाए। संकट समय रे टंकार अभाव मनीष को असह्य कर देइथाए। संकटरू बाहरिया पई एकता और साहस बहुत जरूरी होता है। जदि आपण विपद समय रे भी अहंकार भाव रखिबे तो एकुटिया हो जिवे। तेणु अहंकार को त्याग करी समस्त को नहीं चलिबार ही संकट को सामना करि परिबे। जेबे प्रलयर समय आसी थाए तो समुद्र मध्य निज मर्यादा छाड़ी करी कूल लंघी जाइथाए, किंतु साधु पुरुष प्रलय समान भयंकर आपत्ति एवं विपत्ति रे निज मर्यादा बदलती नहीं। कौनसी मनुष्यर वर्तमान स्थिति को देखी तार भविष्यतर मजाक उड़ेबा उचित नुहे। कहीं समय ठारे एते शक्ति थाए कि से एक मामूली कोयला खंड को हीरा रे परिवर्तन करिपारे। एही कली जुगरे सफलता पाइबाकु हेले, भल जीवन बंचिबाकु हेले ध्यान दियंतु एही कथा गुड़िक उपरे। मूर्खठारु प्रशंसा शुणिबा अपेक्षा बुद्धिमान व्यक्तिर गाली शुणिबा अधिक भल होता है। भाग्य सेमानकर साथ दे थाए जे संकटर सामना करी निज लक्ष्य प्रति दृढ़ रही। अलसुआ मनुष्यर वर्तमान की भविष्य न थाए। व्यक्ति निज गुणरू ऊपर को उठी थाए। उच्च स्थान रे बसिले उच्च होई न थाए। इतिहास साक्षी अछि कि जेते क्षति दुर्जन व्यक्तिर दुर्जनतार हुए नहीं ताठारु अधिक क्षति सज्जन व्यक्तिर निष्क्रियतार होई थाए। आमको अतीत विषय भावी पश्चाताप करने उचित नुहे कि भविष्य विषय भावी चिंतित होगा आवश्यक। विवेकवान व्यक्ति सबुले वर्तमान में बंचती। जो स्त्री पर घरे रही थाए, जो गछ नदी कड़े रही थाए, जो राजा मंत्री बिना शासन करिथाए, एही तीन जन शीघ्र नष्ट हो जाती। कूअरे पकाइथिबा बाल्टी नईबा द्वारा ही भरी होई आसी थाए। जीवन रे भी यही गणित अटे कि जे नई थाए से प्राप्त करिथाए। दुर्बल व्यक्ति सह शत्रुता अधिक क्षतिकारक होइथाए, काहेकिना से सही समय रे आक्रमण करिथाए जे समय आपण कल्पना भी करिपारिबे नहीं। जेबे पर्यंत आपण दौड़िया पई साहस न बांधिछंती प्रतियोगिता रे जितिबा आपणक पई असंभव हेउथिबो। असंभव शब्दर प्रयोग केवल कापुरुष करिथांती। बुद्धिमान व्यक्ति निज मार्ग समय प्रशस्त करिथांती। शिक्षा सबुठारो भल मित्र होइथाए। जड़े शिक्षित व्यक्ति सबु जगार सम्मान पाइथाए। शिक्षा सौंदर्य और यौवन मध्य परास्त कर देइथाए। प्रशंसारू वंचित रुहंतु। यह आपणक भल व्यक्तित्वर नष्ट कर देइथाए। बुद्धि टंका रोजगार करिहेबो, किंतु टंकारे बुद्धि हासिल करा जाई परिबो नहीं। कष्ट और विपत्ति मनुष्य को शिक्षा देउथिबा श्रेष्ठ गुण अटे। जी साहसर सह तार सामना करथाए से विजयी होइथाए। जी अन्यायपूर्वक और अहंकार सबुबले मुंड उठाई रखिथांती, एमिति लोक धरित्री रे बोझ होइथांती। तांको केउठारे भी शांति मिले नहीं। क्रोधर उन्मादरे समस्यार समाधान होई न थाए, किंतु शांत चित्त सबु समस्यार समाधान खोजी पारे। गोटिए कथा सबुबले स्मरण रखंतु, कौनसी नियति जनित समस्या मानवीय क्षमता ठारू बड़ होई न थाए। समस्या आसिबा मात्रके लोक कठिन परिस्थिति को केवल देखुतांती, किंतु किछि लोक कठिन परिस्थिति रे रही भी निज लक्ष्य को प्राप्त करिया पई क्षमता रखिथांती। आपनको भिडियोटी भल लागिले प्लीज
ଲାଇକ୍ କମେଣ୍ଟ ସେୟାର ଏଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।